ଆମ ଓଡ଼ିଆ ଘରମାନଙ୍କରେ ଛୋଟ ବଡ଼ ସବୁ ଫଙ୍କସନ୍‌ରେ ଆମ୍ବୁଲ ରାଇଟା ତ ନିହାତି ହଏ। ତ ଚାଲନ୍ତୁ ବନେଇବା ଖଟା ମିଠା ଚଟପଟା ପୁରା ଅଥେଣ୍ଟିକ୍ ଓଡ଼ିଆ ଷ୍ଟାଇଲ୍‌ରେ ଆମ୍ବୁଲ ରାଇ। ତ ମୁଁ ଏଠି କିଛି ଆମ୍ବୁଲକୁ ଗରମ ପାଣିରେ ବତୁରେଇକି ରଖିନେଇଛି। ଏଠି ମୁଁ ନେଇଛି କିଛି ଦହି, ତାକୁ ଭଲ ଭାବରେ ଆମେ ଫେଣ୍ଟି ନେବା। ତାପରେ ସେଥିରେ ଆମେ ଦେବା 1 ଚାମଚ କଳା ଲୁଣ, 1 ଚାମଚ ଜିରା ଗୁଣ୍ଡ, ଭଜା ଜିରା ଗୁଣ୍ଡ, 1 ଚାମଚ ଲଙ୍କା ଗୁଣ୍ଡ ଆଉ 2ରୁ 3 ଚାମଚ ଚିନି। ତାକୁ ପକେଇକି ଆମେ ତାକୁ ଭଲ ଭାବରେ ଫେଣ୍ଟି ନେବା। ଆପଣ ଏଠି ବେଶୀ ଖଟା ଦହି ନେବେନି, ସଜ ଦହି ନେବେ। ତାପରେ ଏଠି ଗୋଟେ ମସଲା ପ୍ରିପେୟାର କରିବା, ସୋରିଷ, ଜିରା, କଞ୍ଚା ଲଙ୍କା ଆଉ ନଡ଼ିଆର ସେ ଦହି ମିକ୍ସଚରରେ ଏଇ ସୋରିଷ ମସଲାକୁ ପକେଇକି ଭଲ ଭାବରେ ଆମେ ଗୋଳେଇ ନେବା। ତାପରେ ସେ ଯେଉଁ ଆମ୍ବୁଲ ବତୁରେଇକି ରଖିଥିଲେ, ପାଣିଟା ପକେଇବେନି, ଖାଲି ଆମ୍ବୁଲ ଯେଉଁ ବତୁରେଇ ରଖିଥିଲେ ସେ ଆମ୍ବୁଲ ପକେଇକି ତାକୁ ଆମେ ଭଲ ଭାବରେ ଗୋଳେଇଲା ପରେ ସେଥିରେ ଆମେ ସୋରିଷ, ଶୁଖିଲା ଲଙ୍କା ଆଉ ଭୃଷଙ୍ଗ ପତ୍ରର ଛୁଙ୍କ ଦେଇଦେବା ଆଉ ଉପରେ ଟିକେ କୋରା ନଡ଼ିଆ ପକେଇଦେବା। ତ ରେଡ଼ି ହେଇଗଲା ଆମର ପୁରା ଅଥେଣ୍ଟିକ୍ ଓଡ଼ିଆ ଷ୍ଟାଇଲ୍‌ରେ ଆମ୍ବୁଲ ରାଇ। ଥରେ ନିଶ୍ଚିତ ଟ୍ରାଏ କରିବେ ଆଉ କମେଣ୍ଟରେ ଜଣାଇବେ କେମିତି ହେଇଛି। ରହିଲି, ଥ୍ୟାଙ୍କ ୟୁ।